નમસ્કાર. ઓમ નમઃ ભગવતે વાસુદેવાય. આજે અમે પુଣି એકાઠી હોઈ છે ଆଉ ଆମର ଏହି ଗଭୀର ଆଲୋଚନାର ବିଷୟ ହେଉଛି ଶ୍ରୀମଦ୍ ଭଗବଦ୍ ଗୀତା. ହଁ, ଗୀତା ଯାହା ଭଗବାନ ଶ୍ରୀକୃଷ୍ଣ ନିଜେ କହିଥିଲେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ। ଆଜି ଆମେ ମୁଖ୍ୟତଃ ଦ୍ୱିତୀୟ ଅଧ୍ୟାୟ ମାନେ ସାଂଖ୍ୟ ଯୋଗର 71ତମ ଶ୍ଲୋକ ଉପରେ ହିଁ କଥା ହେବା। ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଏଟା। ପ୍ରକୃତ ଶାନ୍ତି କେମିତି ମିଳିବ ତାର ବାଟ ଏଥିରେ ଦେଖାଯାଇଛି। ହଁ, ଆଉ ଏହାର ଗଭୀରତାକୁ ଠିକ୍ ଭାବେ ବୁଝିବାକୁ ହେଲେ ପୁରା ଆଲୋଚନାଟା ଶୁଣିବା ନିହାତି ଦରକାର। ନିଶ୍ଚୟ। ଆଉ ଯଦି ଏମିତି ଆଧ୍ୟାତ୍ମିକ ଚର୍ଚ୍ଚା ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ବି ଭାବିପାରନ୍ତି। ହଁ, ଠିକ୍। ତାହେଲେ ଆସନ୍ତୁ ଆଗ ସେଇ ଶ୍ଲୋକଟିକୁ ଶୁଣିନେବା। ବିହାୟ କାମାନ୍ୟଃ ସର୍ବାନ୍ ପୁମାଂଶ୍ଚରତି ନିଃସ୍ପୃହ ନିର୍ମମୋ ନିରହଙ୍କାରଃ ଶାନ୍ତିମଧିଗଚ୍ଛତି। ବାଃ, ଏ ଶ୍ଲୋକର ପ୍ରତ୍ୟେକ ଶବ୍ଦରେ ଗଭୀର ଅର୍ଥ ଅଛି। ଆମେ ଚାହିଁଲେ ଗୋଟି ଗୋଟି କରି ବୁଝିପାରିବା କିମ୍ବା ମୁଖ୍ୟ ଭାବଟାକୁ ଧରିବାକୁ ଚେଷ୍ଟା କରିବା। ମୋତେ ଲାଗୁଛି ମୁଖ୍ୟ ଶବ୍ଦଗୁଡ଼ିକର ଅର୍ଥ ବୁଝିଗଲେ ପୁରା ଭାବଟା ସହଜରେ ଧରିହେବ। ହଁ, ସେଇଟା ଭଲ ହେବ। ଦେଖନ୍ତୁ, ପ୍ରଥମେ ଅଛି ବିହାୟ କାମାନ୍ ସର୍ବାନ୍। ବିହାଇ ମାନେ ତ୍ୟାଗ କରିବା, କାମାନ୍ ସର୍ବାନ୍ ମାନେ ସବୁ ପ୍ରକାର କାମନା। ହଁ, ସବୁ ପ୍ରକାରର ଭୌତିକ ଇଚ୍ଛା, ଭୋଗର ଆକାଂକ୍ଷା ସେ ସବୁକୁ ତ୍ୟାଗ କରି। ଆଚ୍ଛା। ତାପରେ ଆସୁଛି ନିଃସ୍ପୃହ। ସ୍ପୃହା ମାନେ ଲାଳସା, ତ ନିଃସ୍ପୃହା ମାନେ ଲାଳସା ରହିତ, କୌଣସି ଜିନିଷ ପାଇଁ ଯେଉଁ ତୀବ୍ର ଇଚ୍ଛା ତାଠୁ ମୁକ୍ତ। ଏକଦମ। ଆଉ ତାପରେ ନିର୍ମମଃ। ମମ ମାନେ ମୋର, ତ ନିର୍ମମ ମୋର ଭାବରୁ ମୁକ୍ତ, ଆସକ୍ତି ନାହିଁ, ମାଲିକାନା ଭାବ ନାହିଁ। ସଠିକ୍। ଆଉ ଶେଷରେ ନିରହଙ୍କାରଃ। ଏଟା ତ ସହଜ, ଅହଙ୍କାର ରହିତ, କିନ୍ତୁ କେବଳ ଗର୍ବ ନୁହେଁ ବୋଧେ। ନା ନା, କେବଳ ଗର୍ବ ନୁହେଁ। ଏଠି ମୁଁ କରୁଛି, ମୋ ଦ୍ୱାରା ହେଉଛି, ଏଇ ଯୋଉ ସୂକ୍ଷ୍ମ ଅଭିମାନ ତାଠାରୁ ବି ମୁକ୍ତିର କଥା କୁହାଯାଉଛି। ବାଃ, ତା ପାଇଁ ଏ ଚାରିଟା କଥା ହେଲା ମୁଖ୍ୟ। ସବୁ ଇଚ୍ଛା ଛାଡ଼ିବା, ଲାଳସା ନ ରଖିବା, ମୋର ନ ଭାବିବା ଆଉ ମୁଁ କରୁଛି ବୋଲି ନ ଭାବିବା। ଯିଏ ଏମିତି କରେ ହଁ, ଯିଏ ଏମିତି ଜୀବନ ବିତାଏ ସହ ଶାନ୍ତିମ୍ ଅଧିଗଚ୍ଛତି। ସେ ହିଁ ଶାନ୍ତି ପାଏ, ପ୍ରକୃତ ଶାନ୍ତି। ହଁ, ପରମ ଶାନ୍ତି, ଆତ୍ମିକ ଶାନ୍ତି। ତାହେଲେ ସରଳ ଭାଷାରେ କହିଲେ, ଯେଉଁ ଲୋକ ସବୁ ଇଚ୍ଛା, ମୋହମାୟା ଆଉ ଅହଙ୍କାର ଛାଡ଼ିଦେଇ ବଞ୍ଚେ ତାକୁ ହିଁ ଅସଲି ଶାନ୍ତି ମିଳେ। ବିଲକୁଲ। ଆଉ ଦେଖନ୍ତୁ, ଏଇ ଶ୍ଲୋକଟା ଦ୍ୱିତୀୟ ଅଧ୍ୟାୟର ମାନେ ସାଂଖ୍ୟ ଯୋଗର ପ୍ରାୟ ଶେଷ ଆଡ଼କୁ ଅଛି। ହଁ। ତ ପୁରା ଅଧ୍ୟାୟରେ ଆତ୍ମା, କର୍ମଯୋଗ, ସ୍ଥିତପ୍ରଜ୍ଞା ଏସବୁ କଥା କହିସାରିଲା ପରେ ଶେଷରେ ଏଇ ଶାନ୍ତିର ସୂତ୍ର ଦିଆଯାଉଛି। ମାନେ ଏଇଟା ଗୋଟେ ପ୍ରକାରର କନକ୍ଲୁଜନ ଭଳି। ହଁ, କହିପାରନ୍ତି। ସ୍ଥିତପ୍ରଜ୍ଞର ଚରମ ଅବସ୍ଥା କ'ଣ ଆଉ ସେଇ ଅବସ୍ଥାରେ ଯେଉଁ ଶାନ୍ତି ମିଳେ ତାର ଚାବିକାଠି କ'ଣ ସେଇଟା ଏଠି କୁହାଯାଉଛି। ଭଗବାନ ସ୍ପଷ୍ଟ କରୁଛନ୍ତି ଯେ ଶାନ୍ତି ପାଇଁ ଏଇ ତିନିଟା ବନ୍ଧନକୁ କାଟିବାକୁ ହିଁ ପଡ଼ିବ। କାମନା, ମମତା ଆଉ ଅହଙ୍କାର। ଆଚ୍ଛା, ଆସନ୍ତୁ ପ୍ରଥମେ ଏଇ କାମନାର ତ୍ୟାଗ ଆଉ ନିଃସ୍ପୃହତା କଥା ଟିକେ ଆଲୋଚନା କରିବା। ଏ ଇଚ୍ଛାଟା ହିଁ ତ ସବୁ ଗଡ଼ବଡ଼ର ମୂଳ ପରି ଲାଗେ। ଏକଦମ। କାମନା ବା ଇଚ୍ଛା ଏଇଟା ଆମ ମନକୁ କେବେ ବି ସ୍ଥିର ରହିବାକୁ ଦିଏନା। କିଛି ଗୋଟେ ପାଇବାକୁ ଇଚ୍ଛା, ହଁ, ପାଇଲେ ଖୁସି, ପାଇଲେ ଟିକେ ଖୁସି, ପୁଣି ଆଉ କିଛି ପାଇବାର ଲୋଭ, ଆଉ ଯଦି ନ ମିଳିଲା ତାହେଲେ ଦୁଃଖ, ରାଗ, ଅଶାନ୍ତି ଏମିତି ହିଁ ଚାଲିଥାଏ। ହଁ, ଏଇ ଚକ୍ରରେ ମନ ଘୁରୁଥାଏ। ଶାନ୍ତି ଆସିବ କୋଉଠୁ? କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି, ସବୁ କାମନା ତ୍ୟାଗ କରିବା ମାନେ କ'ଣ ସବୁ କାମଧନ୍ଦା ଛାଡ଼ି ବସିଯିବା, ସନ୍ନ୍ୟାସୀ ହେଇଯିବା? ନା ନା, ଏଇଟା ଗୋଟେ ବହୁତ ବଡ଼ ଭୁଲ ବୁଝାମଣା। ଗୀତାରେ କେବେ ବି କର୍ମ ଛାଡ଼ିବା କଥା କୁହାଯାଇନି, ବରଂ କର୍ମ କରିବା, କିନ୍ତୁ ଫଳକୁ ଆଶା ନ କରି। ହଁ, ଫଳ ପ୍ରତି ଆସକ୍ତି ନ ରଖିବା, ଆସକ୍ତିର ତ୍ୟାଗ କଥା କୁହାଯାଇଛି। ନିଃସ୍ପୃହ ହେବା ମାନେ କର୍ମ ଛାଡ଼ିବା ନୁହେଁ, କର୍ମ କରି ମଧ୍ୟ ଫଳ ପାଇଁ ବ୍ୟାକୁଳ ନ ହେବା, ଫଳ ମିଳୁ ବା ନ ମିଳୁ ସମାନ ରହିବା। ସେଇ ଯୋଉ 2.47 ଶ୍ଲୋକରେ ଅଛି, କର୍ମଣ୍ୟବାଧିକାରସ୍ତେ ମା ଫଲେଷୁ କଦାଚନ। ଏକଦମ। ତୁମର ଅଧିକାର କେବଳ କର୍ମରେ, ଫଳରେ ନୁହେଁ। ତେଣୁ ନିଃସ୍ପୃହତା ମାନେ କର୍ମ କର କିନ୍ତୁ ଫଳର ଲାଳସା ରଖନି। ସଫଳତା ମିଳିଲେ ବି ବେଶୀ ଉଡ଼ନି, ବିଫଳ ହେଲେ ବି ଭାଙ୍ଗି ପଡ଼ନି। ସେଇଟା ହିଁ ପ୍ରକୃତ ସ୍ୱାଧୀନତା। ହଁ, ଏ କଥାଟା ବୁଝି ହେଉଛି। ଏବେ ଆସନ୍ତୁ ନିର୍ମମଃ କଥାକୁ। ମମତା ରହିତ ହେବା, ଏଇ ମୋର ଭାବରୁ ମୁକ୍ତ ହେବା, ଏଟା ତ ବହୁତ କଷ୍ଟକର ଲାଗୁଛି। କଷ୍ଟକର ତ ନିଶ୍ଚୟ, କାରଣ ଆମେ ପିଲାଦିନୁ ଏହି ମୋର ଭାବନାରେ ବଢ଼ିଛେ। ମୋ ଦେହ, ମୋ ଘର, ମୋ ପରିବାର, ମୋ ଟଙ୍କା, ମୋ ପଦ ଏସବୁ। ହଁ। କିନ୍ତୁ ଏଇ ଯୋଉ ମମତା, ଏଇ ଯୋଉ ପୋଜେସିଭନେସ୍, ଏଇଟା ହିଁ ଆମକୁ ବାନ୍ଧେ।
କାରଣ ଯୋଉଠି ମୋର ଅଛି ସେଠି ତାକୁ ହରାଇବାର ଭୟ ବି ଅଛି। ଠିକ୍, ଆଉ ସେଇ ଭୟ ଆମକୁ ଦୁଃଖ ଦିଏ। ଯେତେବେଳେ ଆମେ କାହାକୁ ବା କିଛିକୁ ମୋର ବୋଲି ଜାବୁଡ଼ି ଧରୁ, ତାର ଅନିତ୍ୟତା ବା ପରିବର୍ତ୍ତନ ଆମକୁ କଷ୍ଟ ଦିଏ। ତାହେଲେ କ'ଣ କରିବା? କାହାକୁ ଭଲ ପାଇବାନି, ସମ୍ପର୍କ ରଖିବାନି? ନା, ସେମିତି ନୁହେଁ। ନିର୍ମମ ହେବାର ଅର୍ଥ ସ୍ନେହହୀନ ହେବା ନୁହେଁ। ଏହାର ଅର୍ଥ ହେଲା ମାଲିକାନା ଭାବରୁ ମୁକ୍ତ ହେବା। ପ୍ରେମ କର, ସେବା କର, ଦାୟିତ୍ୱ ନିଅ, କିନ୍ତୁ ମନ ଭିତରେ ଜାଣିଥାଅ ଯେ ଏ ସଂସାରରେ କିଛି ବି ସବୁଦିନ ପାଇଁ ମୋର ନୁହେଁ। ଆଚ୍ଛା। ସବୁକିଛି ସମୟ ପାଇଁ ମିଳିଛି, ଗୋଟେ ଦାୟିତ୍ୱ ଭାବରେ ମିଳିଛି। ଏହାକୁ ମୋର ବୋଲି ନ ଭାବି ମୋତେ ମିଳିଥିବା ଦାୟିତ୍ୱ ବା ଏହା ଈଶ୍ୱରଙ୍କର, ମୁଁ କେବଳ ଏହାର ଯତ୍ନ ନେଉଛି, ଏମିତି ଭାବିଲେ ଆସକ୍ତି କମିଯାଏ। ମାନେ ଓନରସିପ୍ରୁ ଷ୍ଟୁୱାର୍ଡସିପ୍କୁ ଆସିବା। ହଁ, ବହୁତ ସୁନ୍ଦର ଭାବେ କହିଲେ। ଏଇ ଦୃଷ୍ଟିକୋଣ ବଦଳିଲେ ଶାନ୍ତି ଆସେ। এটা ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା, ଏବେ ଶେଷଟି ନିରହଙ୍କାର, ଅହଙ୍କାର ରହିତ। ଆପଣ କହିବେ ଏଠି କେବଳ ଗର୍ବ ନୁହେଁ, ମୁଁ କର୍ତ୍ତା ଭାବ ବି ଅଛି। ହଁ, ଆଉ ଏଇଟା ହେଉଛି ଅହଙ୍କାରର ସବୁଠୁ ଟ୍ରିକି ଫର୍ମ, ସବୁଠୁ ସୂକ୍ଷ୍ମ ରୂପ। ମୁଁ ଏତେ ବଡ଼ କାମ କରିଦେଲି, ସବୁ ମୋ ପାଇଁ ହେଲା, ମୁଁ ନଥିଲେ କିଛି ହେଇନଥାନ୍ତା, ଏଇ ଯୋଉ ଭାବନା ହଁ, ଏଟା ଆମକୁ ଫୁଲେଇ ଦିଏ। ଫୁଲେ ଦିଏ, ଆଉ ସଫଳତାରେ ଅହଙ୍କାରୀ କରେ, ଆଉ ବିଫଳ ହେଲେ ପୁରା ଭାଙ୍ଗି ପକାଏ, ହତାଶ କରିଦିଏ। କିନ୍ତୁ ଯେତେବେଳେ ଜଣେ ବୁଝିପାରେ କି ଆରେ ମୁଁ ତ ଖାଲି ଗୋଟେ ମାଧ୍ୟମ, ଗୋଟେ ଇନ୍ଷ୍ଟ୍ରୁମେଣ୍ଟ। ପ୍ରକୃତ କରଉଥିବା ଲୋକ ଆଉ କିଏ? ହଁ, ପ୍ରକୃତ କର୍ତ୍ତା ତ ପରମାତ୍ମା କିମ୍ବା ପ୍ରକୃତିର ନିୟମ। ଯେତେବେଳେ ଏହି ଜ୍ଞାନ ଆସେ, ସେତେବେଳେ ସେଇ ମୁଁ କରୁଛି ବାଲା ଅଭିମାନଟା ଚାଲିଯାଏ। ଏଟା ତ ଗୋଟେ ପ୍ରକାରର ସମ୍ପୂର୍ଣ୍ଣ ସରେଣ୍ଡର ବା ସମର୍ପଣ ଭାବ। ନିଶ୍ଚୟ, ସମର୍ପଣ ଭାବ। ଯେତେବେଳେ ମୁଁ କରୁଛି ଭାବ ଗଲା, ସେତେବେଳେ ଈଶ୍ୱର କରାଉଛନ୍ତି କିମ୍ବା ଯାହା ହେବାର ଅଛି ହେଉଛି, ଏମିତି ଏକ ସହଜତା ଆସେ, ଆଉ ଚିନ୍ତା କମିଯାଏ। ଆଉ ଗୋଟେ କଥା, ଯେଉଁଠି ମୁଁ ଅଛି ସେଠି ମୋର ତୋର ଭେଦଭାବ ବି ଆସିବ। ଏକ୍ଜାକ୍ଟ। ମୁଁ ଥିଲେ ପ୍ରତିଯୋଗିତା ଆସିବ, ସଂଘର୍ଷ ଆସିବ। ଅହଙ୍କାର ଗଲେ ସେସବୁ ଦ୍ୱନ୍ଦ୍ୱ ବି କମିଯାଏ, ଆଉ ଶାନ୍ତି ପାଇଁ ଜାଗା ତିଆରି ହୁଏ। ତେବେ ଯିଏ ଏଇ ତିନିଟା ଜିନିଷରୁ ମୁକ୍ତ ହୁଏ, କାମନା, ମମତା, ଅହଙ୍କାର, ସେ ପାଏ ଶାନ୍ତି। ଏଠି ଶାନ୍ତି ମାନେ କ'ଣ ବୁଝିବା? କେବଳ ମନ ଚୁପ୍ ରହିବା? ନା, ଏହା ତାଠୁ ବହୁତ ବେଶୀ। ଏହା କେବଳ ମାନସିକ ସ୍ଥିରତା ନୁହେଁ, ଏହା ଏକ ଗହୀର ଆତ୍ମିକ ଅବସ୍ଥା। ଆପଣଙ୍କ ଭିତରର ଏକ ସ୍ଥିତି, ଏମିତି ଏକ ସ୍ଥିତି ଯୋଉଠି ମନ, ବୁଦ୍ଧି, ଆତ୍ମା ସବୁ ଗୋଟିଏ ଲୟରେ ପୁରା ଶାନ୍ତ, ଆନନ୍ଦମୟ। ଆଉ ଏଇ ଶାନ୍ତି ବାହାର ଜିନିଷ ଉପରେ ନିର୍ଭର କରେନି? ବିଲକୁଲ ନୁହେଁ। ପରିସ୍ଥିତି ଯାହା ବି ହଉ, ଭଲ କି ମନ୍ଦ, ସୁଖ କି ଦୁଃଖ, ଧନ ଥାଉ କି ନ ଥାଉ, ଏ ଶାନ୍ତି ରହେ। କାରଣ ଏହା ଆସେ ଆତ୍ମଜ୍ଞାନରୁ। କେଉଁ ଜ୍ଞାନରୁ? ଏହି ଜ୍ଞାନରୁ ଯେ ମୁଁ ଏଇ ଦେହ ମନ ନୁହେଁ, ମୁଁ ହେଉଛି ସେଇ ଅମର ଶୁଦ୍ଧ ସଚ୍ଚିଦାନନ୍ଦ ଆତ୍ମା, ଯିଏ ଏହି ସତ୍ୟକୁ ଅନୁଭବ କରେ। ସେ ସୁଖରେ ମାତି ଯାଏନି କି ଦୁଃଖରେ ଭାଙ୍ଗି ପଡ଼େନି। ସବୁ ପରିସ୍ଥିତିରେ ସମାନ ରହେ? ହଁ, ସମଭାବ, ଯାହାକୁ ଗୀତାରେ ସମତ୍ୱମ୍ ଯୋଗ ଉଚ୍ଚତେ କୁହାଯାଇଛି। ସେଇଟା ହିଁ ପ୍ରକୃତ ଶାନ୍ତି। ବାଃ, ଏହା ତ ବହୁତ ଉଚ୍ଚ ଆଦର୍ଶ। କିନ୍ତୁ ଆମର ଯୋଉ ଦୈନନ୍ଦିନ ଜୀବନ, ଏତେ ଷ୍ଟ୍ରେସ୍, ଏତେ କମ୍ପିଟିସନ୍, ଏତେ ସମସ୍ୟା, ସେଠି ଏଇ ଶ୍ଲୋକର କଥାକୁ କେମିତି କାମରେ ଲଗେଇ ହେବ? ଦେଖନ୍ତୁ, ଗୀତା କେବଳ ମୋକ୍ଷ ପାଇଁ ନୁହେଁ, ବରଂ ଜୀବନକୁ ଠିକ୍ ଭାବେ ଶାନ୍ତିରେ ବଞ୍ଚିବା ପାଇଁ ବି। ଆଉ ଏଇ ଶ୍ଲୋକର ଶିକ୍ଷା ଆମ ପ୍ରତିଦିନର ଜୀବନ ପାଇଁ ବହୁତ ଜରୁରୀ। କେମିତି? ଆପଣ ନିଜେ ଦେଖନ୍ତୁ, ଆମର ବେଶୀ ଭାଗ ଦୁଃଖ, ଚିନ୍ତା, ରାଗ, ଈର୍ଷ୍ୟା ଏସବୁ କୋଉଠୁ ଆସୁଛି? ବୋଧେ ଏଇ ଇଚ୍ଛା ପୂରଣ ନ ହେବାରୁ, କିମ୍ବା ଯାହାକୁ ଆମେ ମୋର ଭାବୁଛେ ତାକୁ ହରାଇବାରୁ। ଠିକ୍, କିମ୍ବା ଆମ ଇଗୋକୁ କିଏ ହର୍ଟ କଲେ ରାଗ ଆସୁଛି। ମୂଳ କାରଣ ସେଇ ତିନିଟା ହିଁ, କାମନା, ମମତା, ଅହଙ୍କାର। ହଁ, ସତ କଥା। ତେଣୁ ଯଦି ଆମେ ଟିକେ ଚେଷ୍ଟା କରିବା, ଧୀରେ ଧୀରେ ଯେ କାମ କରିବା, କିନ୍ତୁ ଫଳ ପାଇଁ ଏତେ ବ୍ୟସ୍ତ ହେବାନି। ଯାହା ମିଳିଲା ଠିକ୍ ଅଛି। ସଫଳତା ବିଫଳତାକୁ ସହଜ ଭାବେ ନେବା। ହଁ, ଆଉ ଯାହା ଆମ ପାଖରେ ଅଛି ସେଥିପାଇଁ କୃତଜ୍ଞ ରହିବା, କିନ୍ତୁ ତାକୁ ଜାବୁଡ଼ି ଧରିବାନି, ମୋର ବୋଲି। ଆଉ ସବୁ କାମ ପାଇଁ ମୁଁ କଲି ନ କହି ଈଶ୍ୱରଙ୍କୁ ମନେ ପକେଇବା। ବସ୍ ଏତିକି ଯଦି ଆମେ ଅଭ୍ୟାସ କରିବା, ତେବେ ତାହା ହିଁ ଏ ଶ୍ଲୋକର ଶିକ୍ଷାକୁ ଜୀବନରେ ଲଗେଇବା। ଏଥିପାଇଁ ଜଙ୍ଗଲ ଯିବା ଦରକାର ନାହିଁ, ଖାଲି ଆମ ଭାବନା, ଆମ ଦୃଷ୍ଟିକୋଣ ବଦଳେଇବା ଦରକାର। ଏହାଦ୍ୱାରା ହୁଏତ ବାହାରର ପରିସ୍ଥିତି ନ ବଦଳିପାରେ, କିନ୍ତୁ ତାକୁ ସାମ୍ନା କରିବାର ଆମ ଭିତରର ଶକ୍ତି ବଢ଼ିବ। ଆଉ ଶାନ୍ତି ବି ମିଳିବ, ନିଶ୍ଚୟ ମିଳିବ। ଏହା ପ୍ରକୃତରେ ଏକ ଭିତରର ଯାତ୍ରା, ଏକ ସାଧନା,
ଏହାର ଆଧ୍ୟାତ୍ମିକ ଗଭୀରତା ବିଷୟରେ ଆଉ ଟିକେ କହିବେ? ଦେଖନ୍ତୁ, ଆଧ୍ୟାତ୍ମିକ ଦୃଷ୍ଟିରୁ ଶାନ୍ତି ହେଉଛି ଆମ ଆତ୍ମାର ନିଜ ସ୍ୱଭାବ। ସେ ସବୁବେଳେ ଶାନ୍ତ ହିଁ ଅଛି। ଆଚ୍ଛା। ହଁ, କିନ୍ତୁ ତା ଉପରେ ଏଇ କାମନା, ମମତା, ଅହଙ୍କାରର ଗୋଟେ ପରଦା ପଡ଼ିଯାଇଛି, ମେଘ ଭରି। ଓହୋ। ଯେତେବେଳେ ଏଇ ମେଘ ହଟିଯାଏ, ସେତେବେଳେ ଆତ୍ମାର ସେହି ସହଜ, ସ୍ୱାଭାବିକ ଶାନ୍ତି ଆପେ ଆପେ ଅନୁଭବ ହୁଏ। ଆଉ ଏଥିପାଇଁ ଗୋଟେ ମୁଖ୍ୟ ସାଧନା ହେଲା ସାକ୍ଷୀ ଭାବରେ ରହିବା। ସାକ୍ଷୀ ଭାବ ମାନେ ନିଜକୁ କର୍ତ୍ତା କି ଭୋକ୍ତା ନ ଭାବି, ନିଜ ମନରେ ଯାହା ଚାଲିଛି, ଦେହରେ ଯାହା ହେଉଛି, ବାହାର ଦୁନିଆରେ ଯାହା ଘଟୁଛି, ସେ ସବୁକୁ ଗୋଟେ ନିରପେକ୍ଷ ଦୃଷ୍ଟା ଭଳି ଦେଖିବା, ଯେମିତି ସିନେମା ଦେଖିଲା ଭଳି, ନିର୍ଲିପ୍ତ ଭାବେ। ଯେମିତି ପଦ୍ମପତ୍ର ପାଣିରେ ଥାଇ ବି ଓଦା ହୁଏନି? ବହୁତ ବଢ଼ିଆ ଉଦାହରଣ। ସେଇଆ, ଏ ଅବସ୍ଥାକୁ ହିଁ ଜୀବନ ମୁକ୍ତି କୁହାଯାଏ। ଜୀବନରେ ଥାଇ ମଧ୍ୟ ବନ୍ଧନରୁ ମୁକ୍ତ। ବା, ଆପଣ ଆରମ୍ଭରେ କହୁଥିଲେ ଯେ ଏହି 71ତମ ଶ୍ଲୋକଟି ଠିକ୍ ତା ପୂର୍ବ ଶ୍ଲୋକ ମାନେ 70ତମ ଶ୍ଲୋକ ସହ ଜଡ଼ିତ। ସେ ସମ୍ବନ୍ଧଟା କ'ଣ ଟିକେ ବୁଝେଇବେ? ହଁ, ଏଟା ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, 70ତମ ଶ୍ଲୋକରେ ଭଗବାନ ଗୋଟେ ବହୁତ ସୁନ୍ଦର ଉପମା ଦେଇଛନ୍ତି। କ'ଣ ସେ ଉପମା? ସେ କହିଲେ, ଯେମିତି ଏତେ ସବୁ ନଈନାଳ ସମୁଦ୍ରରେ ଯାଇ ମିଶନ୍ତି, କିନ୍ତୁ ସମୁଦ୍ର ସବୁବେଳେ ସ୍ଥିର ରହେ, ପୁରୀ ଯାଏନି କି ଉଛୁଳି ପଡ଼େନି, ସେମିତି ଯେଉଁ ସ୍ଥିତପ୍ରଜ୍ଞ ବ୍ୟକ୍ତିଙ୍କ ମନରେ ସବୁ ପ୍ରକାର ଇଚ୍ଛା, ଭୋଗ ଆସିଲେ ବି ସେ ବିଚଳିତ ହୁଅନ୍ତିନି। ଏକଦମ ସେ ବିଚଳିତ ହୁଅନ୍ତି ନାହିଁ, ସେ ହିଁ ପ୍ରକୃତ ଶାନ୍ତି ପାଆନ୍ତି। ତ 70ତମ ଶ୍ଲୋକରେ କୁହାଗଲା, କିଏ ଶାନ୍ତି ପାଏ? ଯିଏ ସମୁଦ୍ର ଭଳି ଅବିଚଳିତ ରହେ। ଆଚ୍ଛା, ତାହେଲେ 71ତମ ଶ୍ଲୋକରେ କୁହାଯାଉଛି ସେମିତି ସମୁଦ୍ର ଭଳି ହେବ କେମିତି? ବିଲକୁଲ, 71ତମ ଶ୍ଲୋକରେ ତାର ଉପାୟ ବା ପ୍ରକ୍ରିୟା କୁହାଯାଇଛି। ସେଇ ସମୁଦ୍ର ଭଳି ସ୍ଥିର ଆଉ ଶାନ୍ତ ସେଇ ଲୋକ ହେବ ଯିଏ 1. ସବୁ କାମନା ତ୍ୟାଗ କରିବ, ବିହାୟ କାମନ୍। 2. ମମତା ଛାଡ଼ିବ, ନିର୍ମମ। ଆଉ 3. ଅହଙ୍କାର ଶୂନ୍ୟ ହେବ, ନିରହଙ୍କାର। ବାସ୍, ଏ ତିନିଟା କଲେ ଯାଇ ସେଇ ସମୁଦ୍ର ଭଳି ସ୍ଥିରତା ଆସିବ ଆଉ ଶାନ୍ତି ମିଳିବ। ଦୁଇଟା ଶ୍ଲୋକ ମିଶି ଗୋଟେ ପୁରା ଚିତ୍ର ଦଉଛନ୍ତି। ବହୁତ ସ୍ପଷ୍ଟ ହୋଇଗଲା। ଏବେ ଯଦି ଆମେ ଦାର୍ଶନିକ ଦୃଷ୍ଟିରୁ ଦେଖିବା, ଏଇ ତିନିଟା କାମନା, ମମତା, ଅହଙ୍କାର ଏମାନଙ୍କର ଏତେ ଗୁରୁତ୍ୱ କାହିଁକି? କାରଣ ଆମ ଦର୍ଶନଶାସ୍ତ୍ର କୁହେ ଏଇ ତିନିଟା ହେଉଛନ୍ତି ମୂଳ ଅଜ୍ଞାନ ବା ମାୟାର ମୁଖ୍ୟ ସ୍ତମ୍ଭ। ଏଇମାନେ ହିଁ ଆମ ଜୀବାତ୍ମାକୁ ସଂସାର ଚକ୍ରରେ ବାନ୍ଧି ରଖିଛନ୍ତି। ଓହୋ। ଦେଖନ୍ତୁ, ଯେତେବେଳେ କାମନାର ମୁକ୍ତି ମିଳେ, ମନ ଶାନ୍ତ ହୁଏ, କାରଣ ସେ ଇଚ୍ଛାର ନିଆଁ ଲିଭିଯାଏ। ହଁ। ଯେତେବେଳେ ମମତାର ମୁକ୍ତି ମିଳେ, ସେତେବେଳେ ବ୍ୟକ୍ତି ନିରପେକ୍ଷ ହୁଏ, କାରଣ ମୋର ଭାବ ଗଲେ ପକ୍ଷପାତ ବି ଯାଏ, ଦୁଃଖ ବି କମେ। ଆଚ୍ଛା। ଆଉ ଯେତେବେଳେ ଅହଙ୍କାର ମୁକ୍ତି ମିଳେ, ସେତେବେଳେ ବ୍ୟକ୍ତି ନମ୍ର ହୁଏ, ଆଉ ନିଜକୁ ସମସ୍ତଙ୍କ ସହିତ, ଈଶ୍ୱରଙ୍କ ସହିତ ଏକ ବୋଲି ଅନୁଭବ କରେ, କାରଣ ସେଇ ମୁଁ ବାଲା କାନ୍ଥଟା ଭାଙ୍ଗିଯାଏ। ମାନେ ଏହି ତିନିଟାକୁ ତ୍ୟାଗ କରିବା ହିଁ ଯୋଗର ମୂଳ କଥା। ହଁ, ଆଧ୍ୟାତ୍ମିକ ସାଧନାର ଲକ୍ଷ୍ୟ ଆଉ ସେହି ସ୍ଥିତପ୍ରଜ୍ଞ ବ୍ୟକ୍ତିର ପରିଚୟ। ତେବେ ଯଦି ଆମେ ସଂକ୍ଷେପରେ କହିବା, ଏଇ ଶ୍ଲୋକ ଜଣେ ଏମିତି ମଣିଷର ଚିତ୍ର ଦେଉଛି, ଯିଏ ସବୁ ଇଚ୍ଛା, ସବୁ ଲାଳସା, ସବୁ ମୋର ଭାବ ଆଉ ସବୁ ମୁଁ କରୁଛି ଭାବରୁ ପୂରାପୂରି ମୁକ୍ତ। ହଁ। ସେ ହୁଏତ ସଂସାରରେ ରହୁଥାଇପାରେ, ସବୁ କାମ ବି କରୁଥାନ୍ତାଇପାରେ, କିନ୍ତୁ ଭିତରୁ ସେ ପୁରା ସ୍ୱତନ୍ତ୍ର, ପୁରା ଶାନ୍ତ, ପୁରା ସ୍ଥିର। ଏକଦମ, ସେ ହିଁ ପ୍ରକୃତ ଶାନ୍ତିର ଅଧିକାରୀ, ସେ ହିଁ ପ୍ରକୃତ ଯୋଗୀ। ଆଉ ଏହି ଶ୍ଲୋକର ମୂଳ ବାର୍ତ୍ତା ହେଲା ଯେ ଅସଲି ଶାନ୍ତି ପାଇଁ ବାହାରକୁ ଦୌଡ଼ି ଲାଭ ନାହିଁ। ନା, କୌଣସି ଲାଭ ନାହିଁ। ଶାନ୍ତି ବାହାରର କୌଣସି ଜିନିଷରେ ନାହିଁ। ଏହା ଆମ ଭିତରର ଏକ ଅବସ୍ଥା। ଆଉ ସେଇ ଅବସ୍ଥାକୁ ପହଞ୍ଚିବାର ଚାବି ହେଲା ଏଇ ତିନିଟା ଜିନିଷରୁ ମୁକ୍ତି: ଇଚ୍ଛା, ମମତା ଆଉ ଅହଙ୍କାର। ହଁ, ଯେତେବେଳେ ଜଣେ ମଣିଷ ସହଜରେ ଭିତରୁ ଅନୁଭବ କରିପାରିବ, କିଛି ବି ମୋର ନୁହେଁ, ମୁଁ କିଛି କରୁନାହିଁ, ସବୁ ସେହି ପରମ ଶକ୍ତି ହିଁ କରାଉଛନ୍ତି, ସେତେବେଳେ ସେ କେବଳ ଶାନ୍ତ ହୁଏନି, ସେ ମୁକ୍ତ ବି ହୋଇଯାଏ। ସେ ମୁକ୍ତ ହୋଇଯାଏ। ବାସ୍ତବିକ ବହୁତ ଗଭୀର ଆଲୋଚନା, ମନକୁ ଶାନ୍ତି ମିଳିଗଲା। ଆଶା କରୁଛୁ ଆମର ଶ୍ରୋତାମାନଙ୍କୁ ବି ଆଜିର ଏହି କଥାବାର୍ତ୍ତା ଭଲ ଲାଗିଥିବ। ହଁ, ଆଶା କରୁଛୁ ଗୀତାର ଏହି ମହାନ ଶ୍ଲୋକର ଅର୍ଥ ବୁଝିବାରେ ଏବଂ ନିଜ ଜୀବନରେ ଶାନ୍ତି ପାଇବାର ବାଟ ଖୋଜିବାରେ କିଛି ସାହାଯ୍ୟ ମିଳିଥିବ। ଯଦି ଆପଣଙ୍କୁ ଏହି ଆଲୋଚନା ଭଲ ଲାଗିଛି, କିଛି ନୂଆ ଶିଖିବାକୁ ମିଳିଛି, ତାହେଲେ ନିଶ୍ଚୟ ଲାଇକ୍ କରନ୍ତୁ। ଆଉ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ଯେମିତି ସେମାନେ ବି ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଅମୃତବାଣୀ ଶୁଣି ଲାଭ ପାଇବେ।
ଆଉ ତାଙ୍କ କୃପା ପାଇବେ। ଆଉ ଆପଣଙ୍କ ମନର ଭାବନା ଆପଣଙ୍କ ଅନୁଭୂତି ଜଣାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମଃ ଭଗବତେ ବାସୁଦେବାୟ କିମ୍ବା ଆମ ପ୍ରିୟ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଆଗାମୀ ଆଲୋଚନାରେ ଆମେ ପୁଣି ଗୀତାର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ କିମ୍ବା କୌଣସି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରହନ୍ତୁ। ଶେଷରେ ଆଜିର ଏହି ଚର୍ଚ୍ଚାରୁ ଗୋଟେ ଛୋଟ ଚିନ୍ତା ଛାଡ଼ିଯାଉଛି। ଆମେ ନିଜକୁ ପଚାରିପାରିବା କି ଆମ ନିଜ ଜୀବନରେ ଏଇ ଯୋଉ ତିନିଟା କଥା କୁହାଗଲା, କାମନା, ମମତା ଆଉ ଅହଙ୍କାର, ଏମାନଙ୍କ ଭିତରୁ କେଉଁଟା ଆମ ଭିତରର ଶାନ୍ତି ପାଇଁ ସବୁଠୁ ବଡ଼ ବାଧା ପରି ଲାଗୁଛି? ଭଲ ପ୍ରଶ୍ନ। କେବଳ ସେଇଟାକୁ ଚିହ୍ନି ପାରିବା ବି ପରିବର୍ତ୍ତନ ଦିଗରେ ପ୍ରଥମ ପାଦ ହୋଇପାରେ। ଓଁ ଶାନ୍ତି। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।